ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଫାଇନାଲି ଆସନ୍ତାକାଲି ଆପଣଙ୍କର ପିଜିର ମାର୍କସ୍ ଆପଣ ଚେକ୍ କରିପାରିବେ ଏବଂ 6 ତାରିଖ ଦିନ ପ୍ରାୟ କାଲି ଆପଣଙ୍କର ଡେଟ୍ ଆପଣଙ୍କର ପବ୍ଲିଶ ହେଇଯିବ। ଯେମିତି ମୁଁ ଆପଣଙ୍କୁ ଗତକାଲି ମଧ୍ୟ ଭିଡ଼ିଓରେ ଜଣାଇଥିଲି ଯେ ବଡ଼ ବଡ଼ ନ୍ୟୁଜ୍ ପେପରରେ ଆପଣଙ୍କର ହେଡ଼ିଂ ହେଇକି ବାହାରିବ, ୱେବସାଇଟ୍ରେ ଆପଣଙ୍କର ବାହାରିଯିବ ଯେ ବିଏଡ଼୍ ବିଏଚ୍ଡି ଏମ୍ଏଡ଼୍ ପିଲାଙ୍କର କେଉଁ ଦିନ ଆପଣ ଆନ୍ସର୍ କି ମାନେ ଏଇ ଯେଉଁ ଆନ୍ସର୍ କି ଛାଡ଼ି ଦିଅନ୍ତୁ, ରେଜଲ୍ଟ ଆପଣ ଚେକ୍ କରିପାରିବେ। ଫାର୍ଷ୍ଟ ମେରିଟ୍ ଲିଷ୍ଟ କେବେ, ସେକେଣ୍ଡ ମେରିଟ୍ ଲିଷ୍ଟ କେବେ, ଥାର୍ଡ଼ ମେରିଟ୍ ଲିଷ୍ଟ କେବେ। ତ ଆଜି ଆପଣମାନେ ପ୍ରାୟତଃ ପ୍ରମେୟ ନ୍ୟୁଜ୍ ପେପର ପଢ଼ିଥିବେ, ଆଉ ସକାଳ ନ୍ୟୁଜ୍ ପେପରରେ ମଧ୍ୟ ବାହାରିଥିଲା। ପେଜ୍ ନମ୍ବର 3ରେ ଆପଣମାନେ ଚେକ୍ କରିଥିବେ, ଲେଖା ହେଇଛି 6 ତାରିଖ ଦିନ 6 ତାରିଖ ଦିନ ପ୍ରାୟ ଆପଣମାନେ ନିଜର ମାର୍କସକୁ ଚେକ୍ କରିପାରିବେ। ଗତକାଲି ମାନେ 3 ଅଗଷ୍ଟରେ ଆପଣମାନଙ୍କର ମାର୍କସ୍ ଅଲରେଡ଼ି ହାୟର ଏଜୁକେସନ୍ ଡିପାର୍ଟମେଣ୍ଟକୁ ସେୟାର କରିଦିଆହେଇଛି। ଏବେ ହାୟର ଏଜୁକେସନ୍ ଡିପାର୍ଟମେଣ୍ଟ ପ୍ରାୟ ଆସନ୍ତାକାଲି ପୁରାପୁରି ଡେଟ୍ ଆପଣଙ୍କର ପବ୍ଲିଶ କରିଦେବ ଯେ କେଉଁ ଦିନ ଆପଣ ନିଜର ମାର୍କସ୍ ଚେକ୍ କରିବେ, କେଉଁ ଦିନ ଫାର୍ଷ୍ଟ ସିଲେକ୍ସନ୍ ଲିଷ୍ଟ, ସେକେଣ୍ଡ ସିଲେକ୍ସନ୍ ଲିଷ୍ଟ, ଥାର୍ଡ଼ ସିଲେକ୍ସନ୍ ଲିଷ୍ଟ, ଏଇଭଳିଆ ଆପଣଙ୍କର। ଠିକ୍ ଅଛି, ତ ଆପଣମାନେ ରେଡ଼ି ହେଇକି ରୁହନ୍ତୁ ଆଡ଼ମିସନ୍ କରିବା ପାଇଁ। ଠିକ୍ ଅଛି, 90,000ରୁ ଅଧିକ ପିଲାମାନେ ଆପଣ ପରୀକ୍ଷା ଦେଇଛନ୍ତି, କିନ୍ତୁ ଟ୍ୱିଟ୍ କଲାବେଳକୁ 900ଟା ପିଲା ବି କରୁନାହାନ୍ତି। ତେଣୁ କରିକି ମୁଁ ସବୁ ଜିନିଷ ଗୁଡ଼ା ଆପଣଙ୍କ ପାଇଁ ଡିଲିଟ୍ କରିଦେଇଛି, କାହିଁକିନା ଆପଣମାନେ ପରୀକ୍ଷା ଦେଉଛନ୍ତି, ଆପଣଙ୍କର ନିଡ୍ ନାହିଁ ତ ମୋର କ'ଣ ଅସୁବିଧା ହେଉଛି। ମୋର କର୍ତ୍ତବ୍ୟ ହେଉଛି କେବଳ ଗାଇଡ଼୍ କରିବା, ପାଠ ପଢ଼ାଇବା। ମୁଁ ଆପଣଙ୍କୁ କ୍ୱାଲିଫାଇ କରିଦେଲେ ହେଲା। ତେଣୁକରି ମୁଁ ଆପଣଙ୍କୁ କେବଳ ପାଠ ପଢ଼େଇବି। ଠିକ୍ ଅଛି, ତ ଆପଣମାନଙ୍କର ରେଜଲ୍ଟ ପ୍ରାୟତଃ 6 ତାରିଖ ଦିନ ନହେଲେ କାଲି ଆପଣ ଜାଣିଯିବେ। ସବୁ ଡେଟ୍ ଆପଣଙ୍କର ପବ୍ଲିଶ ହେଇଯିବ, କେଉଁ ଦିନ ମାର୍କସ୍ ଚେକ୍ କରିବେ, କେଉଁ ଦିନ ଫାର୍ଷ୍ଟ ସିଲେକ୍ସନ୍ ଲିଷ୍ଟ, କେଉଁ ଦିନ ସେକେଣ୍ଡ ସିଲେକ୍ସନ୍ ଲିଷ୍ଟ, କେଉଁ ଦିନ ଥାର୍ଡ଼ ସିଲେକ୍ସନ୍ ଲିଷ୍ଟ। ଆପଣମାନେ କାଇଣ୍ଡଲି ଚେକ୍ କରିଦେବେ। ଆଉ ହଁ, ଯାହାର ବି ସିଲେକ୍ସନ୍ ଲିଷ୍ଟ ତ ନା ଆପଣଙ୍କର ଆସିବ, ତାପରେ ଆପଣମାନେ ଆଡ଼ମିସନ୍ କରିଦେବେ। ଆଡ଼ମିସନ୍ ଆପଣଙ୍କର କରିଦେବେ, କାହିଁକିନା ଆଡ଼ମିସନ୍ କରିବା ବାଧ୍ୟ। ଆଡ଼ମିସନ୍ ନ କଲେ ଆଉ ଏଇ ବର୍ଷ 2024ରେ ଆଡ଼ମିସନ୍ କରିପାରିବେନି, 2025ରେ ପୁଣି ଆପଣମାନେ ଆଡ଼ମିସନ୍ କରିପାରିବେ। ଆଉ 2025 ପାଇଁ ଆମେ ବେଚ୍ 17 ଅଗଷ୍ଟ ପରେ ଆମର ଆରମ୍ଭ କରିବା। 17 ଅଗଷ୍ଟ ଯେହେତୁ OTET ପରୀକ୍ଷା ଅଛି, OTET ପରୀକ୍ଷା ସରିଲା ପରେ ହିଁ କରିବା। ଆଉ ସମସ୍ତେ ସିଟି ପରୀକ୍ଷା ଆପଣମାନେ ଏଇ ଯେଉଁ ପାଇଁ ଆପ୍ଲାଏ କରିଦେବେ। ଆଡ଼ମିସନ୍ କରନ୍ତୁ ନ କରନ୍ତୁ ଆପଣଙ୍କର ଇଚ୍ଛା, ଖାଲି ଆପ୍ଲାଏ କରିଦେବେ। ବାଇ ଡିଫଲ୍ଟ ଆପଣମାନେ ସିଟି ପରୀକ୍ଷାରେ କ୍ୱାଲିଫାଇ କରିବେ। ଖାଲି ପ୍ଲାନିଂ ଭିଡ଼ିଓଟାକୁ ଦେଖିଦେବେ। ଆପ୍ଲିକେସନରେ ସବୁ ଜିନିଷ ପୁରା ସିଷ୍ଟମେଟିକାଲି ଅର୍ଡ଼ରରେ ଆପଣଙ୍କ ପାଇଁ ଅପଲୋଡ଼ ଅଛି। ସବୁ କ୍ଲାସ୍ ଆପଣଙ୍କର ସବୁଦିନ କରାହେଉଛି। ଠିକ୍ ଅଛି, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଅଲ୍ ଦ ଭେରି ବେଷ୍ଟ। ପ୍ରଭୁଙ୍କର ଆଶୀର୍ବାଦ ଆପଣଙ୍କ ପ୍ରତି ରହିଥାଉ। ଆପଣଙ୍କର ରେଜଲ୍ଟ ସବୁଠାରୁ ବେଷ୍ଟ ହେବ, ଜମାରୁ ୱରିଡ୍ ହୁଅନ୍ତୁନି। ଆଉ ଯଦି ମାର୍କସ୍ କମ୍ ବେଶୀ ହୁଏ ସେଥିରେ ତ କିଛି କରିହେବନି, କାହିଁକିନା ତା ପାଇଁ ଆପଣ ହିଁ ଦାୟୀ ଅଟନ୍ତି। ଆପଣଙ୍କର ଇଚ୍ଛା ନାହିଁ ଜାଣିବା ଯେ କେତେଟା ଠିକ୍ କରିଛନ୍ତି, କେତେଟା ଭୁଲ କରିଛନ୍ତି, ଆନ୍ସର୍ କି ଆପଣଙ୍କର ଦରକାର ନାହିଁ। ତା ପାଇଁ ଆପଣ ନିଜେ ହିଁ ଦାୟୀ ଅଟନ୍ତି। ଠିକ୍ ଅଛି, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଧନ୍ୟବାଦ। କାଲି ଆପଣମାନଙ୍କର ଡେଟ୍ ପବ୍ଲିଶ ହେଇଯିବ, ପ୍ରାୟ 6 ତାରିଖ ଦିନ ଆପଣମାନେ ପ୍ରାୟ ହେଇପାରେ କାଲି, କିନ୍ତୁ ଆପଣମାନେ ଜାଣିଯିବେ ଯେ କେଉଁ ଦିନ ଆପଣଙ୍କର କ'ଣ କ'ଣ ସବୁ ଆପଣଙ୍କର ହେବ। ଆଜି ନ୍ୟୁଜ୍ ପେପର ଅନୁସାରେ ଲେଖା ହେଇଛି 6 ତାରିଖ ଦିନ ଆପଣଙ୍କର ରେଜଲ୍ଟ ଆପଣଙ୍କର ଆଉଟ୍ ହେବ। ରେଜଲ୍ଟ ମାନେ ମାର୍କସ୍ ତ ଅଲରେଡ଼ି ସେୟାର କରିଦିଆହେଇଛି, ଆପଣମାନେ ୱେବସାଇଟ୍ରେ ଚେକ୍ କରିପାରିବେ। ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ।